नमस्कार मु तरुण पट्टनायक आपण सहित कथा हेबा ପାଇଁ ଚାହୁଁଛି ଏବଂ ଆଜିକାର ବିଷୟ ରହିଛି ଯେ ପଢିବା ଲେଖିବା ଆସନ୍ତୁ ଶିଖିବା ବୁଝିଲେ ଆମେ ଆଜି ଟପିକ ରହୁଛି ପଢିବା ଲେଖିବା ଆସନ୍ତୁ ଶିଖିବା ଏଇଟା ଆମେ ଓଡ଼ିଆରେ କାର୍ଯ୍ୟକ୍ରମ କରିବାକୁ ଚାହୁଁଛୁ ମୁଁ ଟିକେ ମୋର ଇଣ୍ଟ୍ରୋଡକ୍ସନ ଦେଇ ଦିଏ ମୁଁ ତରୁଣ ପଟ୍ଟନାୟକ ରାୟଗଡ଼ା ସହରରେ ରହୁଛି ଏଇଠି ଯୋଉ ରାଣୀଗୁଡ଼ା ଫାର୍ମ ଅଛି ସେଠି ମୋ ଘର ଅଛି ମୁଁ ସେଠି ରହୁଛି ବୁଝିଲେ ଆପଣ ମାନଙ୍କ ସହିତ କଥା ହେବାର କାରଣ ହେଲା ମୁଁ ଚାହୁଁଛି ଯେ ଯଦି ଆପଣ ଓଡ଼ିଆ ଭାଷାରେ ନିଅନ୍ତୁ ଯେ ଆପଣ ପଢିବା ଆଉ ଲେଖିବା ଜାଣିନାହାନ୍ତି ତାହେଲେ ଆପଣଙ୍କ ବୟସ ଯାହା ବି ହଉ ଇଭେନ୍ ଆପଣ ଯଦି 40 ବର୍ଷ 50 ବର୍ଷ 45 ବର୍ଷ କିମ୍ବା 30 ଯାହା ବି ହେଲା ଆପଣ ଶିଖିପାରିବେ ଏବଂ ଆମେ ସେଇ ପଢିବା ଲେଖିବା କେମିତି ଶିଖିବେ ଆଉ ସେଥିରେ ଗୋଟେ ଫ୍ଲୁଏନ୍ସି କେମିତି କଥା କମ୍ୟୁନିକେସନ ସ୍କିଲ୍ ଓଡ଼ିଆ ଭାଷାରେ ଆପଣ କମ୍ୟୁନିକେଟ ଭଲ କରି କରିପାରିବେ ସେଟା ଆମେ ଚାହୁଁଛୁ ତେଣୁକରି ସେଇ ଦିଶା ସେଇ ଦିଗରେ ଆଗକୁ ବଢିଲା ବେଳେ ଆପଣ ପ୍ରଥମେ କଣ କରିବା ଦରକାର ନା ଅକ୍ଷରକୁ ଶିଖିବା ଦରକାର ତାପରେ ୱାର୍ଡ ଶିଖିବେ ତାପରେ ସେଣ୍ଟେନ୍ସ ଶିଖିବେ ଏଇଟା ଆମର ଅଲଗା କାର୍ଯ୍ୟକ୍ରମ ରହିବ ସେଠି ଆପଣ ଟିଚର ଆସିବେ ଆସିକି ଅନଲାଇନ ମୋଡରେ ଆମ କାର୍ଯ୍ୟକ୍ରମ ରହିବ ଯେ ଆପଣଙ୍କ ମୋବାଇଲରେ କିମ୍ବା କମ୍ପ୍ୟୁଟର ଯଦି ଅଛି ସେ କମ୍ପ୍ୟୁଟରରେ ଇଣ୍ଟରନେଟ ଯଦି ଅଛି ସେଟା ୟୁଜ କରିକି ଆମେ ଅନଲାଇନ ମୋଡରେ ଆପଣଙ୍କୁ ଶିଖେଇବାକୁ ଚାହୁଁଛୁ ଯେ ପଢିବା ଲେଖିବା ଆସନ୍ତୁ ଶିଖିବା ବୁଝିଲେ ତ ଆପଣ ପଢିପାରିବେ ପଢିଲେ କଣ ଲାଭ ଅଛି ଦେଖ ଏତେ ବୟସ ପଢାଣି ଏଇ ବୟସ କାହିଁକି ପଢିବା ମନରେ ଆସିପାରେ ଗୋଟେ ଭାବନା କାହିଁକି ପଢିବା ପଢିକି କଣ ଲାଭ ମିଳିବ ତ ସେତେବେଳେ ଆପଣ ଏଇ କଥାଟାକୁ ମନେ ରଖିଥିବେ ଯେ ପଢିବା ଲେଖିଲେ ଆପଣଙ୍କୁ କିଏ ଠକି ପାରିବନି ଆପଣ ରାସ୍ତାରେ ଯାଉଛନ୍ତି ଦେଖୁଛନ୍ତି ସାଇନ ବୋର୍ଡ ଅଛି ଉପରେ ଏଇ ଦିଗରେ ଏଇ ଜାଗା ଅଛି ଏଇ ଦିଗରେ ଏଇ ଜାଗା ଅଛି ତାକୁ ଆପଣ ଯଦି ନ ପଢି ପାରିବେ ରାସ୍ତା କେମିତି ପାଇବେ ଆପଣ ସେଟା ଗୋଟେ କଥା ସେ ଅନ୍ୟ କଥା ହେଲା ଗୋଟେ ଦୋକାନକୁ ଯାଉଛନ୍ତି ସେଠି ରେଟ୍ ଫେଟ୍ ଲେଖା ହେଇଛି ସେ ନମ୍ବର ଗୁଡା ଲେଖା ହେଇଥିବ ସେଠି ନମ୍ବର ଯଦି ଆପଣ ପଢି ପାରିବେନି ମନେକର ଗୋଟେ ଜିନିଷ ରେଟ୍ ହଉଛି 20 ଟଙ୍କା ସେ କିରାଣୀ ଲୋକ ଯିଏ ବିକୁଛି ସେ କହୁଛି ଏଟା 25 ଟଙ୍କା ଆପଣ ଯଦି ଦେଖିବେ MRP ଅଛି 20 ଟଙ୍କା ସେ କେମିତି ମତେ 25 ଟଙ୍କା ମାଗୁଛି ତେଣୁ ଆପଣଙ୍କୁ ସେ ଚ୍ୟାଲେଞ୍ଜ କରିପାରିବେ ଆପଣ କହିବେ ନାଇଁ ୟା ରେଟ୍ ହଉଛି 20 ଟଙ୍କା ଏଇଟା ଗୋଟେ ଏଇ ଛୋଟ ଛୋଟ କଥା ଗୁଡାକ ଅଛି ଯୋଉଥିରେ କି ପଢି ପାରିଲେ ଲାଙ୍ଗୁଏଜ ଭାଷାକୁ ପଢି ପାରିଲେ ଆମର ବେନିଫିଟ ଅଛି ଲେଖିବା କୋଉଠି କାମ ଦଉଛି ଆପଣ କାହା ଗୋଟେ ଚିଠି ଟେ ଲେଖିଲେ ଆଜିକାଲି ତ ଲୋକମାନେ ଚିଠି ସେତେ ଲେଖୁନାହାନ୍ତି କିନ୍ତୁ ତଥାପି ଆପଣ ଯଦି ନୋଟ କରୁଛନ୍ତି ଆପଣଙ୍କର କାମ କଲା ଘରର ବଜେଟ ତ କରୁଥିବେ ଘରର ବଜେଟ ସହିତ ଘରର ଏକ୍ସପେଣ୍ଡିଚର ଯୋଉ ଖର୍ଚ୍ଚ ଯୋଉ ହଉଛି ତାକୁ ଗୋଟେ ଜାଗାରେ ନୋଟ କରୁଥିବେ ଡେଫିନେଟଲି କାହିଁକିନା ମାସିକ ଖର୍ଚ୍ଚ କେତେ ସେଟା ଜାଣିବା ପାଇଁ ଆମେ କଣ କରୁଛେ ନା ଘରର ବଜେଟିଂ କରୁଛେ ଘରର ଖର୍ଚ୍ଚକୁ ଆମେ ଲେଖୁଛେ ଗୋଟେ ଜାଗାରେ ସେଠି ଆପଣ ଲେଖିପାରିବେ ଯେ ମୋର ହେଲା ଆଜି ଏଇ ମାସରେ ମୋର କିରାଣୀ ଖର୍ଚ୍ଚ ହଉଛି 1500 2000 ଗ୍ୟାସ କିଣିଲି ସେଠି ଗୋଟେ ସେ 800 900 ନେଇକି ପଳେଇଲା ତାପରେ ମୁଁ ପାଣି ପାଇଁ ଖର୍ଚ୍ଚ କଲି ମୋର ମିନ୍ସ ପିଲାମାନଙ୍କ ପାଇଁ ଏଇ ଦ୍ୱାରା ଆପଣ ଯାହା ଖର୍ଚ୍ଚ ସ୍କୁଲ ପାଇଁ ଖର୍ଚ୍ଚ କଲେ କିମ୍ବା ତାଙ୍କର ଟଫି ଫଫି ଚକୋଲେଟ ପାଇଁ ଖର୍ଚ୍ଚ କଲେ ଯାହା ବି ଅଛି ଆପଣ ଖର୍ଚ୍ଚ ମାସିକ ଖର୍ଚ୍ଚ ତାକୁ ଲେଖିବାକୁ ଚାହୁଁଛନ୍ତି ଆକାଉଣ୍ଟିଂ କରିକି ତାକୁ ଏଡିସନ କରିକି ମାସିକ ଖର୍ଚ୍ଚ ମୋର ଆର ମାସରେ ମୋର ଖର୍ଚ୍ଚରେ 7,000 ଟଙ୍କା 8,000 ଟଙ୍କା 10,000 ଟଙ୍କା ଏତିକି ମୋର ଫ୍ୟାମିଲିରେ ଖର୍ଚ୍ଚ ହେଇଛି ଆପଣ ସେ ଲେଖାପଢା ଯଦି କରିବେ ତାହେଲେ ଆପଣ ନେକ୍ସଟ ମାସରେ ଆପଣ ବଜେଟିଂ କଲା ବେଳକୁ ଦେଖିବେ ଯେ ଅଧିକା ଖର୍ଚ୍ଚ ହଉଛି ନା କମ ଖର୍ଚ୍ଚ ହଉଛି ଏଇଟା ଗୋଟେ ହେଉଛି ଘରୋଇ ଖର୍ଚ୍ଚର ହିସାବ କିତାବ ହିସାବ କିତାବ ଆପଣ କୋଉ ଜିନିଷ ରଖିପାରିବେ ଆପଣ ଯଦି କାମ କରିବାକୁ ଯାଉଛନ୍ତି ସେ ପଇସାଟା ଦେଲା ଠିକ ପଇସା ଦେଲା କି ନାଇଁ ଆପଣ କେତେ ପାଇବା ଯୋଗ୍ୟ କେତେ ପାଉଛନ୍ତି ଏସବୁ ପଢିବା ଲେଖିବା ନିହାତି ଜରୁରୀ ଜୀବନରେ ମୋର କହିବା କଥା ତେଣୁ କରିକି ଆମେ ତାକୁ ଶିଖିବା ଦରକାର ବୁଝିଲେ ତ ଆପଣ ମନରେ କଣ ଯଦି କିଛି କୋଶ୍ଚିନ୍ ଆସୁଛି ଆମେ ଏଟାକୁ କେମିତି ଇମ୍ପ୍ଲିମେଣ୍ଟ କରିବୁ ଏଇ ପ୍ରୋସେସଟାକୁ ଆମେ ହ୍ୱାଟ୍ସଆପରେ ଆପଣଙ୍କୁ ଗ୍ରୁପ୍ସ କରିବୁ ପ୍ଲସ୍ ଆମର ଅନ୍ୟ ମିଡିଆ ଅଛି ଯୋଉଠି ଆପଣ ପଢିପାରିବେ ଯୋଉ ଆଗାମୀ ଦିନରେ ମୁଁ ଆପଣଙ୍କ ସହିତ କଥା ହେବି ଏଇ ବିଷୟରେ କିନ୍ତୁ ଆଜିର ଟପିକ ରହିଲେ ଆମେ ମୋଟିଭେସନ ଆସିବା ଦରକାର
ଯେ ଆପଣ ବୟସ ଯାହା ବି ହଉ ଆପଣ ପଢିବା ଆଉ ଲେଖିବା ଆପଣ ଓରାଲି ତ ଜାଣିଥିବେ ଭାଷାଟା ଡେଫିନେଟଲି ଆପଣ ଓଡିଆ ଭାଷା ତ କହିପାରୁଥିବେ କିନ୍ତୁ ତାକୁ ଲେଖା ପଢା ଜାଣିନାହାନ୍ତି ବୋଧେ ଯଦି ଜାଣିଛନ୍ତି ଭଲ କଥା ତାଙ୍କ କିଛି କରିବା ଦରକାର ଯଦି ଜାଣିନାହାନ୍ତି ତାହେଲେ ଶିଖିବା ବୁଝିଲେ ତ ଆମେ ଶିଖେଇବୁ ଆପଣ ଶିଖିବେ ଡେଫିନେଟଲି ଆପଣ ଚେଷ୍ଟା କରନ୍ତୁ ଯେ ଆମ ସହିତ ଜଏନ୍ କରିବା ପାଇଁ ଏଇ ପ୍ରୋଗ୍ରାମରେ ଆଉ ସହିତ ଆମେ ଆଉ କଣ ଶିଖେଇବୁ ଯଦି ଆପଣଙ୍କର ଉପାର୍ଜନ କମ ହଉଛି କିମ୍ବା ନାହିଁ ଉପାର୍ଜନ ତ ସେଥିରେ ଆମେ ଶିଖେଇବୁ ଜୀବିକା ଏଇଟା ବଞ୍ଚିବା ପାଇଁ କଣ ଜୀବିକା ବାଟ ଥିଲେ ଆପଣ ସକ୍ସେସଫୁଲି ଆପଣଙ୍କର ଫ୍ୟାମିଲିର ପେଟ ପୋଷି ପାରିବେ ଏବଂ ସେଥିପାଇଁ କଣ କାମ ଆପଣ କରିପାରିବେ ଆପଣଙ୍କ ସ୍କିଲ୍ କଣ ଅଛି ତାକୁ ଆମେ ଦେଖିବା ଯେ କଣ ସ୍କିଲ୍ ଆପଣଙ୍କ ପାଖରେ ଅଛି କୋଉ ସ୍କିଲ୍ ଆପଣଙ୍କୁ ଦେଲେ ଆପଣଙ୍କ ପାଇଁ ଭଲ ହବ ଏବଂ ସେ ସ୍କିଲ୍ଟା ଆମେ ଆପଣଙ୍କୁ ଦେବାକୁ ଚେଷ୍ଟା କରିବା ସେ ସ୍କିଲ୍ଟା ଆପଣଙ୍କୁ ଦେଲେ ଆପଣ ତାକୁ ୟୁଜ୍ କରିକି ଆପଣ ଜୀବିକା ନିର୍ବାହ କରିପାରିବେ ନିଜ ପାଇଁ ଗୋଟେ କାମ ଖୋଜି ପାରିବେ କୋଉଠି ଚାକିରି କରିବା ଦରକାର ନାହିଁ ଆପଣ ନିଜ ପାଇଁ ସେଲ୍ଫ ଏମ୍ପ୍ଲୟମେଣ୍ଟ ଆକୁ କୁହାଯାଉଛି ସେଲ୍ଫ ଏମ୍ପ୍ଲୟମେଣ୍ଟ ଆପଣ ନିଜ କାମଟାକୁ ନିଜେ ହିଁ କରିବେ ଯେମିତି ଆପଣ ଯାହା ସ୍କିଲ୍ ଆପଣଙ୍କର ଅଛି ଯଦି କିଛି ସ୍କିଲ୍ ନାହିଁ କିଛି ସ୍କିଲ୍ ଶିଖିକିରି ଆପଣ ତାକୁ ସେ ସ୍କିଲ୍ଟାକୁ ଆପଣ ୟୁଜ୍ କରିକି ଆପଣ କଣ କରିବେ ନା ଆପଣ ଜୀବିକା ନିର୍ବାହ କରିବେ ସେ ସବୁ ବାଟ ଗୁଡ଼ା ଆମେ ଧୀରେ ଧୀରେ ଆପଣଙ୍କୁ କହିବୁ କିନ୍ତୁ ଆପଣ ଦରକାର ଯେ ଆପଣ ଆମ ସହିତ ଯୋଡ଼ିକି ରହନ୍ତୁ ନେକ୍ସଟ 6 ମାସ ଭିତରେ ଆମେ କିଛି କିଛି ଏଇଭଳିଆ କାର୍ଯ୍ୟକ୍ରମକୁ ସେ ଭିଡ଼ିଓ ମାଧ୍ୟମରେ ଆପଣଙ୍କ ସହିତ କଥା ହବୁ ତ ଆଜି ପାଇଁ ଏତିକି ରଖୁଛି କେବଳ ଗୋଟିଏ ରିକ୍ୱେଷ୍ଟ ଆପଣ ମନରେ ଭାବନ୍ତୁ ଯେ ମତେ ପଢିବା ଲେଖିବା ଶିଖିବାର ଅଛି ଏକ କଥା ଦ୍ୱିତୀୟ କଥା ହେଲା ରୋଜଗାରର ମାଧ୍ୟମ ଯଦି କମ ପଇସା ରୋଜଗାର ହଉଛି ତାକୁ ଗୋଟେ ବଢେଇବା କେମିତି ତମେ ଚିନ୍ତା କରିବା ଷ୍ଟାର୍ଟ କରିବା ଥରେ ଚିନ୍ତା କରିବା ଷ୍ଟାର୍ଟ କଲେ ବାଟ ଅଟୋମେଟିକାଲି ପଳେଇ ଆସିବ ଆମ ସହିତ ମିଶିକି ଚିନ୍ତା କରିବେ ଆପଣଙ୍କ ପାଇଁ ଆମେ ବି କନସର୍ନ ଆମେ ବହୁତ ଚିନ୍ତା କରୁଛୁ ଯେ ଆପଣଙ୍କ ରୋଜଗାର ଯେମିତି ଠିକ ହବ କମ ରୋଜଗାର କରୁଛନ୍ତି ଭଲ ରୋଜଗାର କେମିତି କରିବେ ସେ ବାଟଟାକୁ ଆମେ ଦେଖିବା ବୁଝିଲେ ଆମେ ଚାହୁଁଛୁ ମିଶିକି କାମ କରିବା ଆପଣ ମତେ ସୁଯୋଗ ଦିଅନ୍ତୁ ଯେ ମୁଁ ଆପଣଙ୍କ ସେବା କରିପାରେ ଆପଣ ମତେ ସୁଯୋଗ ଯଦି ଦେବେ ଯେ ମୁଁ ଆପଣଙ୍କର ସେବା କରିକି ଆପଣଙ୍କର ଇନକମ ଟାକୁ ବଢେଇବା ପାଇଁ ଚେଷ୍ଟା ଏଇଟା କରିବି ମାନେ ଉଦ୍ୟମ କରିବି ଏବଂ ତା ସହିତ ଆପଣଙ୍କୁ ଲେଖାପଢା ଯୋଉଟା କି ନିହାତି ଜରୁରୀ ଏଇଟା ହଉଛି ବେସିକ ଜିନିଷ ଏଇଟାକୁ ବି ଆପଣଙ୍କୁ ଶିଖା ହବ ଡେଫିନେଟଲି ଆପଣ ଏ ପ୍ରୋଗ୍ରାମରେ ଜଏନ୍ କରନ୍ତୁ ଏବଂ ଆଜି ପାଇଁ ମୁଁ ଏତିକିରେ ରହିଲି ନମସ୍କାର